ହାଲେଲୁୟା। ପ୍ରଭୁଙ୍କ ମହାନାମକୁ ଧନ୍ୟବାଦ ହେଉ। ସେମାନେ ଯାହା କହୁଥିଲେ ସେମାନେ ତାହା କରୁଥିଲେ। ଆଥେନିର ଦାର୍ଶନିକ ଲୋକମାନେ ଆଉ ବର୍ତ୍ତମାନ ଆମ ଅଞ୍ଚଳରେ ମଧ୍ୟ ଅନେକ ଅଛନ୍ତି। ସେମାନେ ଦାର୍ଶନିକ, ସେମାନେ ସେ ଗ୍ରୁପର କ'ଣ ସେମାନେ ବଡ଼ ଲୋକମାନେ, ସେମାନଙ୍କୁ ପାଖକୁ କୌଣସି ବିଷୟ କରିବାର ଅଛି ବୋଲି ସେମାନଙ୍କ ପାଖକୁ ଯିବାର ଅଛି। ସେମାନେ ହେଉଛନ୍ତି ଦାର୍ଶନିକ ଲୋକମାନେ। ସେମାନେ କହିବେ ଆମେ ରାତିରେ ଦେବତାମାନଙ୍କୁ ଦର୍ଶନ କଲୁ, ସେମାନେ ଆସିକି ଆମମାନଙ୍କୁ ଅମୁକ ବିଷୟ ମାଗିଲେ, ସମୁକ ବିଷୟ ମାଗିଲେ ବୋଲି କହିଲେ। ସେ ଆଥେନିର ଲୋକମାନେ ସମସ୍ତେ ତାହା କରୁଥିଲେ। ହେଲେ ଏହି ପ୍ରକାର ଲୋକମାନେ ପାଉଲଙ୍କ ପାଖକୁ ଆସି ପଚାରୁଛନ୍ତି, ଆଜ୍ଞା ଆମମାନଙ୍କୁ ସେ ନୂତନ ବିଷୟ କୁହ। ସେ ଯେତେବେଳେ ପଚାରିଲେ ସେମାନେ, ଆଉ ପାଉଲ ସେ ଆରୋପାଗ ମଧ୍ୟସ୍ଥଳରେ ଠିଆ ହେଇକରି କହୁଛନ୍ତି, ଆପଣମାନେ ଯେଉଁ ବିଷୟରେ ବଡ଼ ଭକ୍ତ ଲୋକମାନେ ଆପଣମାନେ, ତୁମମାନେ ଯେଉଁ ପୂଜାପାତି କରୁଛ, ଯେଉଁ ପରମେଶ୍ୱରଙ୍କୁ ପୂଜା କରୁଛ, ସେଥିମଧ୍ୟରୁ ଅଜ୍ଞାତ ଦେବତା ବୋଲି ଗୋଟେ ମହାପୁର ଅଛନ୍ତି। ତୁମମାନଙ୍କ ମଧ୍ୟରେ ଅଜ୍ଞାତ ଦେବତା ବୋଲି ଅଛି, ସେଠି ଲେଖା ହେଇଛି। ମୁଁ ତୁମର ପ୍ରତିମା ମାନଙ୍କୁ ସବୁକୁ ଦେଖିଲି। ତମେ କାହାର ମାନେ ଯେଉଁ ପ୍ରତିମାର କ'ଣ ନାମ ସେଠି ମୁଁ ଦେଖିଲି। ଏସବୁ ଦେଖୁ ଗୋଟିଏ ବେଦୀ ଦେଖିଲି। ମୁଁ ଗୋଟେ ବେଦୀ ଦେଖିଲି। ସେ ବେଦୀରେ ଏହି ପ୍ରକାର ଲେଖା ହେଇଛି, ଅଜ୍ଞାତ ଦେବତା ଉଦ୍ଦେଶ୍ୟରେ ବୋଲି ଲେଖା ହେଇଛି। ଅଜ୍ଞାତ ଦେବତାଙ୍କ ଉଦ୍ଦେଶ୍ୟରେ ବୋଲି ଲେଖା ହେଇଛି ସେ ବେଦୀରେ। ହେଲେ ଅଜ୍ଞାତ ଦେବତା ବୋଲି କହିଲେ ଆପଣମାନେ ଜାଣିନାହାନ୍ତି। ସେ ଅଜ୍ଞାତ ଦେବତା ହେଉଛନ୍ତି ଯୀଶୁ। ତାଙ୍କର ବିଷୟ ମୁଁ କହିବାକୁ ଆସିଅଛି ବୋଲି କହିଲେ। ହାଲେଲୁୟା। ତାଙ୍କର ବିଷୟ ଯାହାକୁ ତୁମେ ନ ଜାଣିକରି ପୂଜା କରୁଛ, ଯାହାକୁ ତୁମେ ନ ଜାଣିକରି ସେ ଅଜ୍ଞାତ ଦେବତା ବୋଲିକରି କହୁଅଛ, ସେଇ ଦେବତା ହେଉଛନ୍ତି ଯୀଶୁ। ହାଲେଲୁୟା। ସେ ଦେବତା ବୋଲି ତୁମେ ନାଁ ଦେଇଅଛ, ସେ ଦେବତା ନୁହନ୍ତି, ସେ ପରମେଶ୍ୱରଙ୍କ ପୁତ୍ର ଅଟନ୍ତି। ସେ ପରମେଶ୍ୱର ସ୍ୱୟଂ ପରମେଶ୍ୱର ଅଟନ୍ତି। ସେ ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଦେହବନ୍ତ ହେଲେ। ସେ ମାନବ ରୂପ ଧାରଣ କରି କନ୍ୟା ମରିୟମ ଗର୍ଭରେ ସେ ଜନ୍ମ ଲାଭ କରି, ଆଉ ଏ ପୃଥିବୀରେ ସେ ସତ୍ୟରେ, ନ୍ୟାୟରେ, ଧାର୍ମିକତାରେ ସେ ବଢ଼ିକରି ଆମମାନଙ୍କ ନିମନ୍ତେ ସେ କ୍ରୁଶରେ କ୍ରୁଶାର୍ପିତ ହୋଇ ସର୍ବପାପ ପରିହାର ପାଇଁ ତାଙ୍କର ଜୀବନ ଦାନ କଲେ, ତାଙ୍କ ରକ୍ତ ଦାନ କଲେ ଏବଂ ସେ ମୃତ୍ୟୁଭୋଗ କଲେ। ଆଉ ସେ ପାତାଳକୁ ଯାଇକରି ଶୈତାନର ବଳକୁ ଭାଙ୍ଗିଦେଲେ ଏବଂ ସେଇ ଶୈତାନର ନାଉଡ଼ ଭାଙ୍ଗି ଦେଇକରି, ତାର ବଳକୁ ଭାଙ୍ଗି ଦେଇକରି ତୃତୀୟ ଦିନରେ ପୁନରୁଜ୍ଜୀବିତ ହୋଇ ସେ ପୁନର୍ବାର ସେ ଜୀବିତ ହେଇଛନ୍ତି ବୋଲି ସେ ଜାଗାରେ ମାନେ ଆରିୟପାଗ ମଧ୍ୟସ୍ଥଳରେ ଠିଆ ହୋଇକରି ସେ ଆଥେନିୟର ଲୋକମାନଙ୍କୁ ପ୍ରେରିତ ପାଉଲ କହୁଅଛନ୍ତି। ଯେଉଁ ପ୍ରଭୁଙ୍କର କଥା ମୁଁ କହୁଅଛି, ସେଇ ପ୍ରଭୁଙ୍କୁ ତୁମେ ନ ଜାଣିକରି ପୂଜା କରୁଛ। ସେଇ ପ୍ରଭୁଙ୍କ ନାମ ହେଉଛି ଯୀଶୁ। ହାଲେଲୁୟା। ତୁମେ ଯେଉଁ ବିଷୟରେ ତୁମେ ଜାଣିନଥିଲ, ନ ଜାଣିକରି ପୂଜା କରୁଛ, ସେ ବିଷୟରେ ମୁଁ କହିବାକୁ ଆସିଅଛି। ମୋର ପ୍ରିୟ ଲୋକମାନେ, ସେ ବିଷୟ ତୁମେମାନେ ଧ୍ୟାନ ସହିତ ଶୁଣନ୍ତୁ। ସେ ବିଷୟ ଶୁଣନ୍ତୁ। ତୁମେ ଯେଉଁ ପୂଜାପାତି କରୁଅଛ, ଯେଉଁ ଅଜ୍ଞାତ ଦେବତା ବୋଲି ଲେଖିଅଛ, ଯାହା ତୁମମାନେ ସେ ଜାଗାରେ କରୁଅଛ, ସେ ସବୁ ମୁଁ ଦେଖିଲି। ମାତ୍ର ମୋର ପ୍ରିୟ ଲୋକମାନେ, ଆପଣମାନେ ଗୋଟେ ବିଷୟ ଜାଣିନାହାନ୍ତି। ଆପଣମାନେ ଗୋଟେ ବିଷୟରେ ଅଜ୍ଞ ଅଛନ୍ତି। ଆପଣମାନେ ଗୋଟେ ବିଷୟ ତୁମେ ଜାଣିବାକୁ ଇଚ୍ଛା କରୁଛ, କିନ୍ତୁ ଜାଣିପାରୁନାହଁ। ସେ ବିଷୟ ହେଉଛି ଯୀଶୁ। ହାଲେଲୁୟା। ସେ ପ୍ରଭୁ ହେଉଛନ୍ତି ଯୀଶୁ। ତାଙ୍କ ନାମରେ ପରିତ୍ରାଣ ପାଇହେବ। ତାଙ୍କ ନାମରେ ଅନନ୍ତ ଜୀବନର ଅଧିକାରୀ ହେବ। ତାଙ୍କୁ ବିଶ୍ୱାସ କରିବା ଦ୍ୱାରା, ତାଙ୍କୁ ପୂଜା କରିବା ଦ୍ୱାରା ଅନନ୍ତ ରାଜ୍ୟର ଅଧିକାରୀ ହେବ। ମୋର ପ୍ରିୟ ଲୋକମାନେ, ସେ ଈଶ୍ୱରଙ୍କର ପ୍ରିୟ ପୁତ୍ର, ସେ ମୃତ୍ୟୁକୁ ଜୟ କରି ସେ ତୃତୀୟ ଦିନରେ ସେ ଉଠି ଅଛନ୍ତି। ସେ ଯେତେବେଳେ ଏହି କଥା କହିଲେ, ମୁଁ ତାଙ୍କର ପ୍ରଚାର କରୁଅଛି ବୋଲି ସେ ଯେତେବେଳେ କହିଲେ, ଯେଉଁ ଈଶ୍ୱର ସେତେବେଳେ ସେ ମଧ୍ୟସ୍ଥଳରେ ଅଛନ୍ତି। ଆଉ କହୁଅଛନ୍ତି ଆଥେନି ନିବାସୀମାନଙ୍କୁ,
ଆରେପାଗର ମଧ୍ୟସ୍ଥଳରେ ଠିଆ ହେଇକରି କହୁଛନ୍ତି ଆଥିନୀୟ ଲୋକମାନଙ୍କୁ, ଯେଉଁ ଈଶ୍ୱର ଜଗତ ତନ୍ମଧ୍ୟସ୍ଥ ସମସ୍ତ ପଦାର୍ଥ ସୃଷ୍ଟି କରିଅଛନ୍ତି, ସେ ସ୍ୱର୍ଗ ପୃଥିବୀର ପ୍ରଭୁ ହେବାରୁ ହସ୍ତ ନିର୍ମିତ ମନ୍ଦିର ସମୂହରେ ବାସ କରନ୍ତି ନାହିଁ। ହାଲେଲୁୟା। ମୋର ପ୍ରିୟ ଲୋକମାନେ, ଏ ଜାଗାରେ ଆମେ ଦେଖୁଛୁ ଆଥିନୀୟ ନିବାସୀ ଲୋକମାନଙ୍କୁ ପ୍ରେରିତ ପାଉଲ ଆରେପାଗ ମଧ୍ୟସ୍ଥଳରେ ଠିଆ ହେଇକରି, ସେଠି ଶହ ଶହ ଲୋକ, ହଜାର ହଜାର ଲୋକମାନେ ଅଛନ୍ତି, ସେମାନଙ୍କ ମଧ୍ୟସ୍ଥଳରେ ଠିଆ ହେଇକରି ସେଇ ପ୍ରତିମାମାନଙ୍କ ମଧ୍ୟସ୍ଥଳରେ, ପ୍ରତିମା ମାନେ ତାଙ୍କର ଦେବତା ମନ୍ଦିର ଯାକ ଅଛି, ସେ ଜାଗାରେ ଉଚ୍ଚସ୍ଥଳୀ ଗୁଡ଼ାକ ଅଛି, ସମସ୍ତେ ସେଠି ଥିବା ଲୋକ, ସମସ୍ତେ ପ୍ରତିମା ପୂଜକ ମାନେ, ସେଠି ଥିବା ସମସ୍ତେ ନୂତନ ବିଷୟ ଶିକ୍ଷା କରିବାକୁ ଆତୁର ଲୋକମାନେ। ହେଲେ ସମସ୍ତେ ସେ ସମୟରେ ପାଉଲଙ୍କର କଥା ଧ୍ୟାନପୂର୍ବକ ଶୁଣୁଅଛନ୍ତି, କାରଣ ସେ ଗୋଟେ ନୂତନ ବିଷୟ କହୁଛନ୍ତି ବୋଲି ସେମାନେ ଜ୍ଞାତ ହେଲେ। ହାଲେଲୁୟା। ସେଥିପୂର୍ବରୁ ସେମାନେ ସେ ନୂତନ ବିଷୟ ଜାଣିନଥିଲେ, ଯୀଶୁଙ୍କର ପରିଚୟ ସେମାନେ ପାଇନଥିଲେ, ନ ପାଇକରି ସେମାନେ ଅଜ୍ଞାତ ଦେବତା ବୋଲି ସେମାନେ ପୂଜା କରୁଥିଲେ। ହେଲେ ସେଇମାନଙ୍କୁ ମଧ୍ୟସ୍ଥଳରେ ଠିଆ ହେଇକରି ଆଉ ସେ କ'ଣ କରୁଛନ୍ତି, ଏ ଆଥିନ ନିବାସୀମାନେ ଯେଉଁ ଈଶ୍ୱର ଜଗତ ତନ୍ମଧ୍ୟର ସମସ୍ତ ପଦାର୍ଥ ସୃଷ୍ଟି କରିଅଛନ୍ତି, ସେ ସ୍ୱର୍ଗ ଓ ପୃଥିବୀର ପ୍ରଭୁ ହେବାରୁ ହସ୍ତନିର୍ମିତ ମନ୍ଦିରରେ ସେ ବାସ କରିବେ ନାହିଁ ବୋଲି କହିଲେ। ହାଲେଲୁୟା। କିଏ ବା ତାହାଙ୍କର କୌଣସି ଅଭାବ ଥିବାରୁ ମନୁଷ୍ୟ ହସ୍ତ ଦ୍ୱାରା ସେବିତ ହୁଅନ୍ତି ନାହିଁ। ତାଙ୍କର କୌଣସି ଅଭାବ ନାହିଁ, କାରଣ ସେ ସାରା ପୃଥିବୀକୁ ସେ ସୃଷ୍ଟି କରିବା ପ୍ରଭୁ। ତାଙ୍କର କୌଣସି ଅଭାବ ନାହିଁ, କାରଣ ସେ ସ୍ୱୟଂ ଈଶ୍ୱର, ସେ ସର୍ବଶକ୍ତିମାନ ପରମେଶ୍ୱର। ସେ କହୁଅଛନ୍ତି ଜଗତ ତନ୍ମଧ୍ୟର ପ୍ରତ୍ୟେକ ବିଷୟ ସେ ସୃଷ୍ଟି କରିଅଛନ୍ତି। ତାଙ୍କର କ'ଣ ଅଭାବ ଅଛି କୁହନ୍ତୁ? ତାଙ୍କୁ ତୁମେ କେଉଁ ଜାଗାରେ ରଖିବ? ମନୁଷ୍ୟର ହସ୍ତରେ ତିଆରି କରୁଥିବା ମନ୍ଦିରରେ ତୁମେ ତାଙ୍କୁ ଯାଇକରି ଗୋଟେ ପ୍ରତିମା ଆକାର ଛିଡ଼ା କରିକି ପୂଜା କରିଦେବ ବୋଲି ଭାବୁଛ? ଆଥିନ ନିବାସୀମାନେ, ପରମେଶ୍ୱରଙ୍କୁ ସେହି ପ୍ରକାର ପୂଜା କରାଯାଏ ନାହିଁ। ପରମେଶ୍ୱର ସେହି ପ୍ରକାର ସେବିତ ହୁଅନ୍ତି ନାହିଁ। ଏହି ପ୍ରକାର ପୂଜାପାତି, ଏହି ପ୍ରକାର ନୈବେଦ୍ୟ ପ୍ରଭୁ ଗ୍ରହଣ କରନ୍ତି ନାହିଁ। ମୋର ପ୍ରିୟ ଲୋକମାନେ, ସେ ସମସ୍ତଙ୍କୁ ସେ ସୃଷ୍ଟି କରୁଥିବାରୁ ସେ ପରମେଶ୍ୱର ହସ୍ତ ନିର୍ମିତ ମନ୍ଦିରରେ ସେ ବାସ କରିବେ ନାହିଁ। ଯେଣୁ ସେ ସ୍ୱୟମ୍ଭୁ ସମସ୍ତଙ୍କୁ ଜୀବନ, ନିଶ୍ୱାସ ଓ ସମସ୍ତ ପଦାର୍ଥ ଦାନ କରନ୍ତି। ହାଲେଲୁୟା। ହେ ଆଥିନ ନିବାସୀମାନେ, ଏ ଆଥିନୀର ଲୋକମାନେ, ଆପଣମାନେ ଶୁଣନ୍ତୁ। ଏ ଆଥିନରେ ଥିବା ଦର୍ଶକମାନେ, ଦାର୍ଶନିକ ଲୋକମାନେ, ପଣ୍ଡିତମାନେ, ଯାହା ବି ଯେତେ ଲୋକ ବି ଅଛ ଏ ଜାଗାରେ, এই ଆରେପାଗ ମଧ୍ୟସ୍ଥଳରେ ମୁଁ ଠିଆ ହେଇକରି ତୁମମାନଙ୍କୁ କହୁଅଛି, ଆପଣମାନେ ଯେଉଁ ଅଜ୍ଞାତ ଦେବତାକୁ ପୂଜା କରୁଛନ୍ତି ସେ ହେଉଛନ୍ତି ଯୀଶୁ। ହାଲେଲୁୟା। ସେ ସ୍ୱୟମ୍ଭୁ ପରମେଶ୍ୱର, ସେ ସ୍ୱୟମ୍ଭୁ ସମସ୍ତଙ୍କୁ ସେ କ'ଣ କରନ୍ତି ବୋଲି କହିଲେ, ଜୀବନ, ନିଶ୍ୱାସ ଓ ସମସ୍ତ ପଦାର୍ଥ ଦାନ କରନ୍ତି। ତୁମେ ଯେଉଁ ନିଶ୍ୱାସ ନେଉଛ, ତୁମେ ଯେଉଁ ଜୀବନରେ ଜୀବିତ ଅଛ, ସେ ସ୍ୱୟଂ ସମସ୍ତଙ୍କୁ ସେଇ ପ୍ରଭୁ ଦାନ କରନ୍ତି। ମୋର ପ୍ରିୟ ଲୋକମାନେ, ପାଉଲଙ୍କ ଡେରିଙ୍କୁ ଦେଖନ୍ତୁ। ମୋର ପ୍ରିୟ ଲୋକମାନେ, ସେ ସମସ୍ତ ପରିତ୍ୟାଗ କରି, ସମସ୍ତ ତ୍ୟାଗ କରିକରି ସେ କ'ଣ କରୁଛନ୍ତି? ପ୍ରଭୁଙ୍କ ସେବା କରିବା ପାଇଁ, ପ୍ରଭୁଙ୍କ ପାଇଁ ବଞ୍ଚିବା ପାଇଁ ସେ କ'ଣ କରିଅଛନ୍ତି? ପ୍ରସ୍ତୁତ ହୋଇଅଛନ୍ତି। ପବିତ୍ର ଆତ୍ମାଙ୍କ ଶକ୍ତି ପ୍ରାପ୍ତ ହେଲା ପରେ ସେ ନିଜର ପ୍ରାଣକୁ ବଳିଦାନ ଦେବା ପାଇଁ ମଧ୍ୟ, ନିଜର ପ୍ରାଣକୁ ଦେବା ପାଇଁ ମଧ୍ୟ, ପ୍ରଭୁଙ୍କ ପାଇଁ ମରିବା ପାଇଁ ମଧ୍ୟ ହଜାର ହଜାର ଲୋକମାନଙ୍କ ମଧ୍ୟରେ ସେ ଠିଆ ହେଇ ଅଛନ୍ତି। ମୋର ପ୍ରିୟ ଲୋକମାନେ, ଆଜି ତୁମକୁ ମଧ୍ୟ, ମୋତେ ମଧ୍ୟ ପ୍ରଭୁ କ'ଣ କରିଛନ୍ତି? ସେହି ପ୍ରକାର ସୁଯୋଗ ଦେବାକୁ ଯାଉଛନ୍ତି, ସେହି ପ୍ରକାର ସୁଯୋଗ ଦେଇଛନ୍ତି, ସେହି ପ୍ରକାର ଅଧିକାର ଦେଇଛନ୍ତି। ହେଲେ ତୁମେମାନେ କ'ଣ କରୁଛ? ମୋର ପ୍ରିୟ ଭାଇମାନେ, ଜଗତର ଲୋକମାନଙ୍କୁ ଭୟ କରୁଛ। ଜଗତର ଲୋକମାନଙ୍କୁ ଭୟ କଲେ ପରମେଶ୍ୱରଙ୍କ ସେବା କରିପାରିବୁନି। ମୋର ପ୍ରିୟ ଭାଇ ଭଉଣୀମାନେ, ମୋର ପ୍ରିୟ ଖ୍ରୀଷ୍ଟର ପ୍ରିୟ ଥିବା ପ୍ରଭୁ ଲୋକମାନଙ୍କୁ ମୁଁ କହୁଅଛି, ଜଗତର ଲୋକମାନଙ୍କୁ ଯଦି ଆପଣମାନେ ଭୟ କରିବେ, ତାହେଲେ ପ୍ରଭୁଙ୍କ ସେବା ତୁମେ କରିପାରିବ ନାହିଁ।
ପ୍ରଭୁଙ୍କ ସେବା କରିବାର ଅଛି ବୋଲି କହିଲେ ନିଜକୁ ସ୍ୱୀକାର କରିବାର ଅଛି। ଯୀଶୁଙ୍କର ଅନୁଗମନ ହେବାର ଅଛି ବୋଲି କହିଲେ ନିଜକୁ ସ୍ୱୀକାର କରିବାର ଅଛି। ସମସ୍ତ ବିଷୟକୁ ତ୍ୟାଗ କରିବାର ଅଛି। ପରମେଶ୍ୱରଙ୍କର ସେବା କରିବାର ଅଛି ବୋଲି କହିଲେ ଆମେମାନେ କାହାକୁ ଭୟ କରିବାକୁ ହେବ ନାହିଁ, ଯୀଶୁଙ୍କୁ ଛଡ଼ା। ହାଲେଲୁୟା। ସେ କହୁଥିଲେ ସେ ସ୍ୱୟଂ ସମସ୍ତଙ୍କୁ ଜୀବନ ଓ ନିଶ୍ୱାସ ଆଉ ସମସ୍ତ ପଦାର୍ଥ ଦାନ କରିବେ। ମୋର ପ୍ରିୟ ଲୋକମାନେ, ଆପଣମାନେ ଯେଉଁ ଦେବତାକୁ ପୂଜା କରୁଛ ସେଇ ଦେବତା ହେଉଛନ୍ତି ଯୀଶୁ। ଆଉ ସେ ପୃଥିବୀରେ ସର୍ବସ୍ତ ବାସ କରିବା ନିମନ୍ତେ ଏକ ବ୍ୟକ୍ତି ଠାରୁ ସମସ୍ତ ମାନବ ଜାତି ସୃଷ୍ଟି କରିଅଛନ୍ତି। ସେ ସେମାନଙ୍କର ନିର୍ଦ୍ଦିଷ୍ଟ କାଳ ଓ ନିବାସର ସୀମା ସ୍ଥିର କରିଅଛନ୍ତି। ହାଲେଲୁୟା। ସେ କ'ଣ କରିଅଛନ୍ତି? ମନୁଷ୍ୟ କୋଉଠି ରହିବାର ଅଛି, କ'ଣ କରିବାର ଅଛି, କେତେବେଳେ ସେ ଜନ୍ମିବାର ଅଛି, କେତେବେଳେ ମରିବାର ଅଛି, କେତେବେଳେ କ'ଣ କରିବାର ଅଛି, ସେ ସମସ୍ତଙ୍କର ସୀମାକୁ ନିରୂପଣ କରିଅଛନ୍ତି। ପ୍ରେଜ୍ ଦ ଲର୍ଡ। ନିବାସ ସୀମା ସ୍ଥିର କରିଅଛନ୍ତି, ନିର୍ଦ୍ଦିଷ୍ଟ କାଳ ତାକୁ ତିଆରି କରିଅଛନ୍ତି। ଏହି ବାକ୍ୟ ବହୁତ ଗଭୀର ବିଷୟ ମୋର ପ୍ରିୟ ଲୋକମାନେ। ଆପଣମାନଙ୍କୁ ମୁଁ ତ କହିବାକୁ ସମୟ ନାହିଁ, ମାତ୍ର ଆପଣମାନେ ଧ୍ୟାନପୂର୍ବକ ଶୁଣନ୍ତୁ ମୋର ପ୍ରିୟ ଲୋକମାନେ। ସେହି ପରମେଶ୍ୱର ଯିଏକି ଆମମାନଙ୍କୁ ଜୀବନ ଦିଅନ୍ତି, ଯିଏକି ଆମକୁ ନିଶ୍ୱାସ ଦିଅନ୍ତି, ଆମେ ବ୍ୟବହାର କରୁଥିବା ଦୈନନ୍ଦିନ ଜୀବନରେ ଆମେ ବ୍ୟବହାର କରୁଥିବା ପ୍ରତ୍ୟେକ ବିଷୟକୁ ଆମେ ଯାହା ଉପଭୋଗ କରୁଅଛୁ ସେ ସମସ୍ତ ବିଷୟ ସେ ଆମମାନଙ୍କୁ ଦାନ କରନ୍ତି। ମୋର ପ୍ରିୟ ଲୋକମାନେ, ଆମମାନଙ୍କୁ ସେ ଦିଅନ୍ତି। ସେ ଦେଉଥିବାରୁ ଆମେମାନେ ଖାଉଛୁ, ପିଉଛୁ, ରହୁଛୁ, ଏ ପୃଥିବୀରେ ଏନ୍ଜୟ କରୁଛୁ। ଆମେମାନେ ଏ ପୃଥିବୀରେ ଆମେମାନେ କ'ଣ କରୁଛୁ? ପ୍ରଭୁ ଦେଇଥିବା ପଦାର୍ଥକୁ ଉପଭୋଗ କରି ଆମେମାନେ କ'ଣ କରୁଛୁ ନା ତାଙ୍କର ଗୌରବ ନ କରି ଏ ଦେବତାମାନଙ୍କର ଗୌରବ କରୁଛ। ଏ ଆଥିରେ ନିବାସୀ ମାନେ, ସେ ଅଜ୍ଞାତ ଦେବତା କିଏ ନାହିଁ? ପ୍ରଭୁ ଯୀଶୁ ଅଟନ୍ତି। ଅଜ୍ଞାତ ଦେବତା ବୋଲି ତୁମେ ଲେଖିଛ, ସେଠି ଯୀଶୁ ହିଁ ପରମେଶ୍ୱର ବୋଲି ଲେଖ। ହାଲେଲୁୟା। ସେ ବେଦୀରେ ଅଜ୍ଞାତ ଦେବତା ବୋଲି ତୁମେ ଲେଖିଛ। ସେ ଅଜ୍ଞାତ ଦେବତା ଯାହାକି ପ୍ରଭୁ ଯୀଶୁ ହସ୍ତ ନିର୍ମିତ ମନ୍ଦିରରେ ରହିବେ ନାହିଁ। ମୋର ପ୍ରିୟ ଲୋକମାନେ, ସେ ପ୍ରଭୁ ପୃଥିବୀରେ ସର୍ବସ୍ୱ ରହିବା ପାଇଁ ସବୁ ଜାଗାରେ, ସବୁ ଦେଶରେ, ସମସ୍ତଙ୍କ ଜୀବନରେ, ସମସ୍ତଙ୍କ ହୃଦୟରେ ସେ ରହିବା ପାଇଁ ଏକ ବ୍ୟକ୍ତି ଠାରୁ ସମସ୍ତ ମାନବ ଜାତିକୁ ସୃଷ୍ଟି କରୁଛନ୍ତି ସେ ଯୀଶୁ। ହାଲେଲୁୟା। ଯେଉଁ ଦେବତାକୁ ତୁମେ ଅଜ୍ଞାତ ଦେବତା ବୋଲି କହୁଛ, ସେ ପ୍ରଭୁ ନାଜରେଥ ଯୀଶୁ ସେ ଏକ ମନୁଷ୍ୟ ଠାରୁ ସର୍ବସ୍ୱ ସେ ପୃଥିବୀରେ ସବୁ ଗୋଟେ ଏବେ ଦେଖନ୍ତୁ ଆମ ଭାରତ ଦେଶରେ ସେମାନେ କହନ୍ତି ଏ ଭାରତ ଛୋଟ ଖଣ୍ଡରେ ଥାଇକରି ଭାରତ ମହାନ, ଭାରତ ଆମ ଦେଶ ବୋଲି କହୁଛନ୍ତି। ଭାରତ ଦେଶରେ ଥିବାଟା ଲୋକ ବୋଲି ଭାବୁଛ କି? ନାଇଁ, ପ୍ରଭୁ କହୁଛନ୍ତି ପୃଥିବୀରେ ସର୍ବସ୍ୱ ରହିବା ପାଇଁ, ସାରା ପୃଥିବୀରେ ଯେତିକି ଲୋକ ଅଛନ୍ତି ସମସ୍ତଙ୍କ ହୃଦୟରେ ପରମେଶ୍ୱର ରହିବା ପାଇଁ ଏକ ମନୁଷ୍ୟ ଠାରୁ ସାରା ମାନବ ଜାତିକୁ ସୃଷ୍ଟି କରୁଛନ୍ତି ପ୍ରଭୁ ଯୀଶୁ। ସେ ସର୍ବସ୍ୱ ରହିବା ପାଇଁ ସେ ତାଙ୍କେ ତାହା ସୃଷ୍ଟି କରୁଛନ୍ତି। ମୋର ପ୍ରିୟ ଲୋକମାନେ, ଛୋଟ ମନ୍ଦିର ତିଆରି କରିଦେଇକରି ଗୋଟେ ପଥର ପରେ ସେ ମନ୍ଦିର ଭିତରେ ତାକୁ ରଖିଦେଇକି ତାକୁ ପୂଜା କରିଦେଲେ ତୁମମାନେ କ'ଣ ସ୍ୱର୍ଗ ରାଜ୍ୟର ଅଧିକାର ହେଇଯିବ? ନାଇଁ, ଆଥିରି ନିବାସୀ ମାନେ ସେ ପ୍ରକାର କରିବା ଠିକ୍ ନାହିଁ। କାରଣ ସର୍ବଶକ୍ତିମାନ ପରମେଶ୍ୱର ହସ୍ତ ନିର୍ମିତ ମନ୍ଦିରରେ ରହିବେ ନାହିଁ। ପ୍ରତିମା ପୂଜା କଲେ ପ୍ରଭୁ ମାନିବେ ନାହିଁ। କାରଣ ପରମେଶ୍ୱର ଜୀବିତ ଈଶ୍ୱର, ସମସ୍ତଙ୍କୁ ନିଶ୍ୱାସ ପ୍ରଶ୍ୱାସ ଦେବା ପରମେଶ୍ୱର, ସମସ୍ତଙ୍କୁ ଜୀବନ ପ୍ରଦାନ କରିବା ପରମେଶ୍ୱର, ସମସ୍ତଙ୍କର ସୀମା ନିରୂପଣ କରିବା ପରମେଶ୍ୱର। କାଳ ସମୟ ପ୍ରତ୍ୟେକ ବିଷୟ ତାଙ୍କର ହସ୍ତଗତ ଅଟେ। ସେଠି ଲେଖା ହେଇଛି ସେ ଏକ ମନୁଷ୍ୟ ଠାରୁ ସମସ୍ତ ମାନବ ଜାତିକୁ ସୃଷ୍ଟି କଲେ। ସେ ସେମାନଙ୍କର ନିର୍ଦ୍ଦିଷ୍ଟ କାଳ ଓ ନିବାସର ସୀମା ସ୍ଥିର କରିଅଛନ୍ତି। ହାଲେଲୁୟା। ସେ ସ୍ଥିର କରିଅଛନ୍ତି। କ'ଣ ସ୍ଥିର କରିଅଛନ୍ତି? ତୁମେ କେଉଁ ଦେଶରେ ଜନ୍ମିବାର ଅଛି, କେଉଁ ମାଆକୁ ଜନ୍ମିବାର ଅଛି, କେଉଁ ବାପାଙ୍କୁ ଜନ୍ମିବାର ଅଛି, ତୁମେ କ'ଣ କରିବାର ଅଛି, ତୁମେ କେମିତି ରହିବାର ଅଛି, ସବୁ ବିଷୟ ସେ ତୁମର ସୀମା, ତୁମ ଜୀବନର, ତୁମ ଲାଇଫକୁ, ତୁମକୁ କେତେ ବର୍ଷ ସେ ବଞ୍ଚାଇବାର ଅଛି, ପୃଥିବୀରେ କେତେ ବର୍ଷ ତୁମକୁ ଏ ପୃଥିବୀରେ ରଖିବାର ଅଛି, ସବୁ ପ୍ରଭୁ ଯୀଶୁ କ'ଣ କରୁଛନ୍ତି? ନିରୂପଣ କରିଅଛନ୍ତି ବୋଲି ଲେଖା ହେଇଛି। ହାଲେଲୁୟା।
ଏଠି ଲେଖା ହେଇଛି ସେ ଏକ ମନୁଷ୍ୟ ଠାରୁ ସର୍ବଜଗତରେ ଥିବା ସମସ୍ତ ମାନବ ଜାତିକୁ ସୃଷ୍ଟି କଲେ ଏବଂ ସେ ସମସ୍ତ ପାଖରେ ରହିବା ପାଇଁ ସମସ୍ତ ମାନବ ଜାତି ହୃଦୟରେ ରହିବା ପାଇଁ ପରମେଶ୍ୱର ତାଙ୍କ ସହସ୍ତରେ ତାଙ୍କୁ ନିର୍ମାଣ କଲେ ଏବଂ ସେମାନଙ୍କୁ ସେ କ'ଣ କରିଛନ୍ତି ନିର୍ଦ୍ଦିଷ୍ଟ କାଳ ଦେଇଛନ୍ତି ସେ କେତେବେଳେ ଜନ୍ମିବାର ଅଛି କେତେବେଳେ ମରିବାର ଅଛି ସେ କେତେବେଳେ କ'ଣ କରିବାର ଅଛି ସେ ସମୟର ନିରୂପଣ ତାର ସୀମାକୁ ପ୍ରଭୁ କ'ଣ କରୁଛନ୍ତି ନିରୂପଣ କରୁଛନ୍ତି ମୋର ପ୍ରିୟ ଲୋକମାନେ ସେଇ ପରମେଶ୍ୱରଙ୍କୁ ଆମେମାନେ ପାଇବାର ଅଛି ସେ 27 ଲେଖା ହେଇଛି ସେମାନେ ଯେପରି ଈଶ୍ୱରଙ୍କର ଅନ୍ୱେଷଣ କରି କାଳେ ଧରାଣ୍ଡି ତାହାଙ୍କର ଉଦ୍ଦେଶ୍ୟ ପାଇପାରନ୍ତି ଯଦ୍ୟପି ସେ ଆମମାନଙ୍କର କାହାଠାରୁ ଦୂରରେ ନାହାନ୍ତି ମୋର ପ୍ରିୟ ଲୋକମାନେ କାହାଠାରୁ ଦୂରରେ ନାହାନ୍ତି ସେ ଆମମାନଙ୍କ ପାଖରେ ଏକା ଅଛନ୍ତି ସେ ଆମମାନଙ୍କ ଜୀବନରେ ରହିବାକୁ ଇଚ୍ଛା କରନ୍ତି ସର୍ବ ଦେଶରେ ସର୍ବ ମାନବ ଜୀବନରେ ପ୍ରଭୁ ରହିବାକୁ ଇଚ୍ଛା କରନ୍ତି ମୋର ପ୍ରିୟ ଲୋକମାନେ ତେଣୁ ମୋର ପ୍ରିୟ ଲୋକମାନେ ଆମେମାନେ ଯେଉଁ ପ୍ରଭୁଙ୍କୁ ବିଶ୍ୱାସ କରିଅଛୁ ଆମେମାନେ ଏକ ମନୁଷ୍ୟ ଠାରୁ ଆମେମାନେ ସୃଷ୍ଟି ହୋଇଅଛୁ ମନୁଷ୍ୟକୁ ପ୍ରେମ କରିବାର ଅଛି ମନୁଷ୍ୟକୁ ଘୃଣା କରିବାର ନାହିଁ ସମସ୍ତଙ୍କୁ ଆମେ କ'ଣ କରିବା ପ୍ରେମରେ ବାନ୍ଧି ରଖିବାର ଅଛି ମୋର ପ୍ରିୟ ଲୋକମାନେ ସେମାନେ ସେଠି ଆଥେନି ନିବାସୀ ଲୋକମାନଙ୍କୁ ଆଉ ପ୍ରେରିତ ପାଉଲ ପ୍ରଭୁଙ୍କ ସୁସମାଚାର ଦେଇ ଅନେକଙ୍କୁ ପ୍ରଭୁଙ୍କ ନିକଟକୁ ଆଣିବାକୁ ଗୋଟେ ଆଦର୍ଶମୟ ହେଲେ ସେ ଯଦି ସେଦିନ ବୟ କରିଥାନ୍ତେ ତାହେଲେ ଅନେକଙ୍କୁ ଲୋକ ସେ ଲାଭ କରିପାରିନଥାନ୍ତେ ସତ୍ୟ ପରମେଶ୍ୱରଙ୍କର ପ୍ରଚାର କରିପାରିନଥାନ୍ତେ ତେଣୁ ମୋର ପ୍ରିୟ ଲୋକମାନେ ଆଜିର ବାକ୍ୟ ଅନୁସାରେ ଆମେ ଜୀବନଯାପନ କରିବା ପ୍ରଭୁଙ୍କଠାରେ ବିଶ୍ୱାସମୟ ଜୀବନଯାପନ କରିବା ପ୍ରଭୁଙ୍କଠାରେ ଧୈର୍ଯ୍ୟ ମାଗିବା ପ୍ରଭୁଙ୍କଠାରେ ବିଶ୍ୱାସ ମାଗିବା ପ୍ରଭୁଙ୍କଠାରେ ଆମମାନେ ଶାନ୍ତି ସମାଧାନ ପାଇବା ପାଇଁ ଆମେ ଦୈନନ୍ଦିନ ପ୍ରଭୁଙ୍କର ବାକ୍ୟକୁ ଧ୍ୟାନ କରିବା ମୋର ପ୍ରିୟ ଲୋକମାନେ ଆମେ ତୁମକୁ ଅନ୍ୟ କୌଣସି ବିଷୟ କହୁନୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବାକ୍ୟ କହୁଛୁ ସେଇ ସତ୍ୟ ଈଶ୍ୱର ସେ ପୁନରୁତ୍ଥାନ ପ୍ରଭୁ ସେ ଆମମାନଙ୍କୁ ନିଶ୍ୱାସ ପ୍ରଶ୍ୱାସ ସବୁ ଦାନ କରିବା ପ୍ରଭୁ ସେ ପ୍ରଭୁଙ୍କୁ ଆମମାନେ ପାଇଅଛୁ ମୋର ପ୍ରିୟ ଲୋକମାନେ ସେ ପ୍ରଭୁଙ୍କର ଅନ୍ୱେଷଣ କରିବା ଜୀବନର ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରିକରି ପ୍ରଭୁଙ୍କ ଠାରୁ ଲାଗି ରହିବା ତାହେଲେ ପ୍ରଭୁ ଆମକୁ କ'ଣ କରିବେ ଅନନ୍ତ ଜୀବନର ଅଧିକାର କରିବେ ମୋର ପ୍ରିୟ ଲୋକମାନେ ତେଣୁ ଆଜିର ବାକ୍ୟ ଅନୁସାରେ ଆମେ କ'ଣ କରିବା ପ୍ରଭୁଙ୍କ ଠାରୁ ଲାଗି ରହିବା ତାହେଲେ ପ୍ରଭୁ ଆମମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଆଶୀର୍ବାଦ କରିବେ ପ୍ରଭୁ ପଠିତ ବାକ୍ୟ ଦେଇ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ଆମେନ୍ ପ୍ରାର୍ଥନା କରିବା ସର୍ବଶକ୍ତିମାନ ଜୀବନ୍ତ କରିଥିବା ପ୍ରଭୁ ଆଶ୍ଚର୍ଯ୍ୟ ପ୍ରାକାନ୍ତ ପରମେଶ୍ୱର ଯେଉଁ ବାକ୍ୟ ଆମେ ଶୁଣିଅଛୁ ପ୍ରଭୁ ସେ ବାକ୍ୟ ପାଇଁ ତୁମକୁ ଧନ୍ୟବାଦ କରୁଛୁ ଆଜି ଆମମାନଙ୍କୁ ଯେତିକି ଆୟୁଷ ଦେଇଛ ଆଜି ଆମମାନଙ୍କୁ ପ୍ରଭୁ ଯେତିକି ସମୟ ଦେଇଛ ପ୍ରଭୁ ସେଥିପାଇଁ ତୁମକୁ ଧନ୍ୟବାଦ କରୁଛି ପ୍ରତିଦିନ ପ୍ରଭୁ ଏ ପ୍ରକାର ସୁଯୋଗ ଆମମାନଙ୍କ ଜୀବନ ଦିଅ ବୋଲି ମହିମା ଗୁରୁ ପ୍ରଶଂସା ପର୍ଯ୍ୟନ୍ତ ତୁମକୁ ଦେଇ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗିଲି ପ୍ରଭୁ ଆମେନ୍ ପ୍ରେଜ୍ ଦ ଲର୍ଡ ଗଡ୍ ବ୍ଲେସ୍